ନମସ୍କାର, ଜୟ ଜଗନ୍ନାଥ। ପିଲାମାନେ, ଆଜିର ଏହି ଭିଡିଓରେ ତୁମମାନଙ୍କୁ ସ୍ୱାଗତ। ତେବେ ଆଜି ଆମେ ଏହି ଭିଡିଓରେ ତୁମ ସାହିତ୍ୟ ବହିର ଭାଷା ସୁମନ ବହିର ଚାପ୍ଟର 4 ରେ ଥିବା ପାଠ ପାଣିରେ ପାଣିକୁ ଭଲ ଭାବରେ ପଢିବା ଓ ବୁଝିବା। ପ୍ରଥମେ ଆମେ ବିଷୟଟିକୁ ପଢିବା ପୂର୍ବରୁ ଏହାକୁ ବୁଝିବା ପୂର୍ବରୁ ଏହାର କବି ପରିଚୟକୁ ଜାଣିନେବା। ଲେଖକ ପରିଚୟ। ଅନୁପମ ମିଶ୍ର ଜଣେ ବିଖ୍ୟାତ ଲେଖକ। ପାଣିରେ ପାଣି ବିଷୟର ଲେଖକ ହେଉଛନ୍ତି ଅନୁପମ ମିଶ୍ର। ସେ ଜଣେ ବିଖ୍ୟାତ ଲେଖକ, ସମ୍ପାଦକ ତଥା ଜଣାଶୁଣା ପରିବେଶବିତ୍ ସହିତ ଫଟୋଗ୍ରାଫର ମଧ୍ୟ। ପରିବେଶ ସଂରକ୍ଷଣ କ୍ଷେତ୍ରରେ ସେ ଅନେକ ପ୍ରୟୋଗାତ୍ମକ କାର୍ଯ୍ୟ କରିଛନ୍ତି। ଆଜ ବି ଖରେ ହେଁ ତାଲାବ ତାଙ୍କର ସର୍ବାଧିକ ଚର୍ଚ୍ଚିତ ପୁସ୍ତକ। ବ୍ରେଲ ଲିପି ସହିତ ଏହାର ଅନୁବାଦ ମଧ୍ୟ ଅନେକ ଭାଷାରେ ସେ ହୋଇସାରିଛି। ସାଫ ମାଥିକା ସମାଜ ତାଙ୍କର ଆଉ ଏକ ମହତ୍ୱପୂର୍ଣ୍ଣ ପୁସ୍ତକ। ସେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରୁ ପ୍ରକାଶିତ ହେଉଥିବା ପତ୍ରିକା ଗାନ୍ଧୀ ମାର୍ଗର ପ୍ରତିଷ୍ଠାତା ଓ ସମ୍ପାଦକ ମଧ୍ୟ ଥିଲେ। ସେ 1948 ମସିହାରେ ଜନ୍ମଗ୍ରହଣ କରିଛନ୍ତି ଏବଂ 2016 ମସିହାରେ ମୃତ୍ୟୁବରଣ କରିଛନ୍ତି। ଅନୁପମ ମିଶ୍ରଙ୍କର ଲେଖା ପାଣିରେ ପାଣି ଏ ବିଷୟରେ ଆମେ ବୁଝିବା। ପିଲାମାନେ, ପାଣି କହିଲେ କଣ ଆସୁଛି ମନକୁ ତୁମର? ଏ ବିଷୟରେ ତୁମେ ମାନେ ମତେ ବୁଝେଇକିନା ମୁଁ ତୁମକୁ ଆଜି ବୁଝାଇବି। ଆଉ ସେ ପାଣି ବିଷୟରେ ଆମେ ଜାଣିବା, ପାଣି ଆମ ପାଇଁ କଣ ଗୁରୁତ୍ୱପୂର୍ଣ୍ଣ, ଆମ ଜୀବନରେ, ଆମ ଦୈନନ୍ଦିନ ଜୀବନର କାର୍ଯ୍ୟକ୍ରମରେ କିଭଳି ଭାବରେ ପାଣି ଅଂଶଗ୍ରହଣ କରୁଛି ଆଉ ପାଣିର ଭୂମିକା ବହୁତ ମୂଲ୍ୟବାନ, ସେ ବିଷୟରେ ଆଜି ଆମେ ଏହି ପାଠରୁ ଜାଣିବା। ପ୍ରଥମେ ଆମେ ଦେଖିବା ଆମର ଏହି ପାଣି ଆସୁଛି କେଉଁଠାରୁ, ପୁଣି କେଉଁଆଡେ ଚାଲି ଯାଉଛି। ଆମେମାନେ ଏ ବିଷୟରେ କେବେ କିଛି ଭାବିଛୁ କି? ଖାଲି ଭାବିଲେ କଣ ହେବ, ବରଂ ଏଇ ବିଷୟରେ ପଢିବା ଆଉ ଆମ ପାଇଁ ଜରୁରୀ ନିହାତି ଅଟେ। ଭୂଗୋଳ ପାଠ ପଢିଲା ବେଳେ ଆମକୁ ଜଳଚକ୍ର ବିଷୟରେ କୁହାଯାଇଛି। ଏହାକୁ ପଢିବା ପରେ ଆମ ମନ ମଧ୍ୟରେ ଏକ ସୁନ୍ଦର ଚିତ୍ର ଆଙ୍କି ହୋଇଯାଉଛି। ତାହା ହେଲା ସୂର୍ଯ୍ୟ, ସମୁଦ୍ର, ବାଦଲ, ପବନ, ପୃଥିବୀ, ବର୍ଷାର ଜଳବିନ୍ଦୁ, ବହି ଯାଉଥିବା ଏକ ନଦୀ ଏବଂ ତାରି କୂଳରେ ଥିବା ତୁମ ଆମର ଘର, ଗାଁ ବା ସହର। ପିଲାମାନେ, ଚିତ୍ର ଦେଖିଲେ ତମେ ମାନେ ଏସବୁକୁ ଭଲ ଭାବରେ ଦେଖିପାରୁଥିବ ଯେ ତୁମମାନଙ୍କୁ ଜଳଚକ୍ର କଥା କହିଲେ ତୁମମାନଙ୍କ ମନରେ କଣ କଣ ସବୁ ଆଙ୍କି ହୋଇଯାଉଛି। ସୂର୍ଯ୍ୟ ଆସିଯାଉଛି, ସମୁଦ୍ର, ବାଦଲ, ପବନ, ପୃଥିବୀ, ବର୍ଷାର ଜଳବିନ୍ଦୁ, ତା ସହିତ ଆମ ମାନଙ୍କର ଘର ଆଉ ଗାଁ, ଯୋଉଠାରେ କି ଆମେ ମାନେ ବସବାସ କରିଥାଉ, ଜଳକୁ ବ୍ୟବହାର କରିଥାଉ। ଏ ଚିତ୍ର ଆମ ମାନଙ୍କ ମନରେ ଆଙ୍କି ହୋଇଯାଉଛି। ଅନ୍ୟ ପକ୍ଷରେ ଏହି ନଦୀ ନିଜର ଉଭୟ ପଟୁ ପାଣି ନେଇ ସମୁଦ୍ରରେ ମିଶିବାର ଚିତ୍ର ମଧ୍ୟ ଦେଖାଯାଉଛି। ସେହି ଚିତ୍ର ମଧ୍ୟରେ କିଛି କୂଳର ଦୃଶ୍ୟ ମଧ୍ୟ ରହିଛି। ଏହି ପାଣିର କଥା ଭାବିଲା ବେଳେ ମନକୁ ଆସେ ଯେ ସମୁଦ୍ରରୁ ଉଠୁଥିବା ବାଷ୍ପ ବାଦଲ ହୋଇ ପାଣି ରୂପ ନେଇଥାଏ। ତାହା ପୁଣି ବର୍ଷା ରୂପରେ ଭୂପୃଷ୍ଠ ତଥା ସମୁଦ୍ରରେ ମିଶିଥାଏ। ଜଳର ଏହି ଘୂର୍ଣ୍ଣନ ପ୍ରକ୍ରିୟାକୁ ଜଳଚକ୍ର କୁହାଯାଇଥାଏ। ପିଲାମାନେ, ଆମେ ଜଳଚକ୍ର ଭୂଗୋଳରେ ପଢିଛେ, ବିଜ୍ଞାନରେ ମଧ୍ୟ ତୁମେ ମାନେ ପଢିଥିବ ଜଳଚକ୍ର ବିଷୟରେ। ଆମେ ଆଜି ସାହିତ୍ୟରେ ଏଇ ପାଠକୁ ପଢୁଛେ ଯେ ଜଳଚକ୍ର କାହାକୁ କୁହାଯାଇଥାଏ। ନଦୀ, ସମୁଦ୍ର, ଏ ସବୁ ଯେଉଁ ସବୁ ସ୍ଥାନରେ ଜଳ ରହିଛି, ପୋଖରୀ ହେଉ ବା ଯେଉଁ ଜଳ ଥିବା ସ୍ଥାନ ଗୁଡିକରୁ ଜଳ ସୂର୍ଯ୍ୟଙ୍କ କିରଣ ସାହାଯ୍ୟରେ ବାଷ୍ପ ହୋଇ ଆକାଶକୁ ଯାଇଥାଏ ଓ ସେଠାରେ ବାଦଲ ହୋଇ ଘନୀଭୂତ ହୋଇ ପୁଣି ବର୍ଷା ରୂପରେ ଭୂପୃଷ୍ଠକୁ ଫେରି ଆସିଥାଏ ଆଉ ଫେରି ଆସି ନଦୀ ଜଳରେ ମିଶିଥାଏ ଆଉ ନଦୀ ଆସି ସମୁଦ୍ରରେ ମିଶିଥାଏ। ଏଇଭଳି ଭାବରେ ଜଳଚକ୍ର ପ୍ରକ୍ରିୟା ହୋଇଥାଏ। ଭୂପୃଷ୍ଠର ବିଭିନ୍ନ ଜାଗାରେ ମିଶିଥାଏ ଏବଂ ଜଳ ଆକାରରେ ଆମେ ପୁଣି ତାକୁ ପାଇଥାଉ। ପୁଣି ସେ ବର୍ଷା ଆକାରରେ ଆମକୁ ଆସିବା ପରେ ପୁଣି ଆଉଥରେ ବାଷ୍ପ ହେଇ ଆକାଶକୁ ପଳାଇଥାଏ। ଏଇଭଳି ଭାବରେ ପିଲାମାନେ ଜଳଚକ୍ର ଆମେ ତାହାକୁ କହିପାରିବା। ଏ ତ କଲା ଜଳଚକ୍ରର ବହି ପାଠ ପଢା କଥା। ହେଲେ ଆମ ସମସ୍ତଙ୍କ ଘରେ, ସ୍କୁଲରେ, କାର୍ଯ୍ୟାଳୟରେ, କଳକାରଖାନା ମାନଙ୍କରେ, ଜମିବାଡି ମାନଙ୍କରେ ପାଣିର କିଛି ଅଦ୍ଭୁତ ପ୍ରକାରର ଘୂର୍ଣ୍ଣନ ଚିତ୍ର ଆମ ଆଖି ଆଗକୁ ଆସେ। ପାଣି ପାଇପରେ ଏବେ ସବୁବେଳେ ପାଣି ଆସୁନାହିଁ। ତାକୁ ଖୋଲିବ ତ ସେଥିରୁ ପାଣି ବଦଳରେ ଖାଲି ସୁ ସୁ ଶବ୍ଦ ଆସିବାରେ ଲାଗିଥାଏ। ପାଣି ଯଦି ଆସିବ ତା ପୁଣି ଅସମୟରେ, କେତେବେଳେ ରାତିରେ ତ ଆଉ କେତେବେଳେ ବଡି ଭୋରୁ। ଏଇ ପାଣି ପାଇଁ ଆମ ଆଖିରେ ଆଉ ନିଦ ନାହିଁ। ପାଣି ଆସିଲା ତ ବାଲ୍ଟି, ବାସନ, ମାଠିଆ ଆଦିରେ ଭରିବା ଆମର ପ୍ରଥମ କାମ ବୋଲି ଆମେ ସମସ୍ତେ ଭାବି ନେଇଥାଉ। କେଉଁଠି କେଉଁଠି ନିଜ ଭିତରେ ଝଗଡା ମଧ୍ୟ ହୋଇଯାଇଥାଏ ପାଣି ପାଇଁ। ପ୍ରତିଦିନ ଏଇ କଳି ଝଗଡାରୁ ରକ୍ଷା ପାଇବା ପାଇଁ କେତେକ ଘରର ଲୋକେ ସେହି ପାଇପରେ ମୋଟର ଲଗାଇ ଦେଇଥାନ୍ତି। ଏହା ଦ୍ୱାରା ଅନ୍ୟ ଘରର ପାଣି ଟାଣି ହୋଇ ଜଣକର ଘରକୁ ଚାଲି ଆସିଥାଏ। ଏହା ଦ୍ୱାରା ଅନ୍ୟର ଅଧିକାର ଛଡାଇ ନେଲା ପରି ବୋଧ ହୁଏ। ଜଣକର ଏମିତି ଅନୀତି କାମ ଦେଖି ଅନ୍ୟ କେତେକ ଘରର ଲୋକେ ମଧ୍ୟ ତାହା କରିବା ପାଇଁ ଆଗେଇ ଆସିଥାନ୍ତି। ଫଳରେ ପାଣିର ମାତ୍ରା ମଧ୍ୟ କମି ଯାଇଥାଏ।
ପାଣି ତ ସମସ୍ତଙ୍କର ଆବଶ୍ୟକତା ରହିଛି, ତେଣୁ ପାଣି ପାଇବା ପାଇଁ ଲୋକମାନେ କଣ କରିଥାନ୍ତି ନା ଯେଉଁ ପାଣି ଆସିଥାଏ ସେଇ ପାଣିରେ ସେମାନେ ମୋଟର ଲଗେଇ ନିଜେ ଅଧିକ ପାଣି ନିଜ ଘରକୁ ନେଇ ଆସିଥାନ୍ତି। ତ ଏହା ଦ୍ଵାରା କଣ ହେଇଥାଏ ନା ଅନ୍ୟର ଭାଗର ପାଣି ଆମ ଆଡେ ଚାଲି ଆସିଥାଏ। ତ ସେ ଲୋକ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସହରରେ ଏବେ ଅନ୍ୟ ପଦାର୍ଥ ପରି ପାଣି ମଧ୍ୟ ବିକା ହେଲାଣି। ଏଇ ଅଭାବ ଖାଲି ଗାଁ କି ସହରରେ ନୁହେଁ, ବରଂ ଆମ ପ୍ରଦେଶର ରାଜଧାନୀ ମାନଙ୍କରେ ଓ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର ଭଳି ବଡ ବଡ ସହର ମାନଙ୍କରେ ମଧ୍ୟ ଲୋକମାନଙ୍କୁ ଭୟଙ୍କର କଷ୍ଟରେ ପକାଇ ଦେଲାଣି। ଦେଶର କେତେକ ଅଞ୍ଚଳରେ ତ ଦୁର୍ଭିକ୍ଷ ଭଳି ଅବସ୍ଥା ସୃଷ୍ଟି ହେଲାଣି। ଏହା ମୁଖ୍ୟତଃ ଗ୍ରୀଷ୍ମ ଋତୁର କଥା ଅଟେ। ହେଲେ ବର୍ଷା ଋତୁରେ କଣ ହୋଇଥାଏ? ଦେଖ, ସବୁଆଡେ ପାଣି ବହିବାରେ ଲାଗିଥାଏ। ଆମ ତ ଆମ ଘର ହେଉ, ସ୍କୁଲ, ସଡକ, ରେଳ ଧାରଣା ଉପରେ ମଧ୍ୟ ପାଣି ଭରି ଯାଇଥାଏ। ଦେଶର କେତେକ ଭାଗ ବନ୍ୟାରେ ବୁଡି ଯାଇଥାଏ। ଏହି ବନ୍ୟା ନା ଗାଁକୁ ଛାଡିଥାଏ ନା ମୁମ୍ବାଇ ପରି ବଡ ସହର ଗୁଡିକୁ ଛାଡିଥାଏ। କିଛି ଦିନ ପାଇଁ ସବୁ କିଛି ଅଟକି ଯାଇଥାଏ। ଏଇ ଯେଉଁ ଅବସ୍ଥା ଆମେ କହୁଛୁ, ତାହା ପାଣି ଅଧିକ କମ ହୋଇଯିବା ଓ ପାଣି ବହୁତ ଅଧିକ ହୋଇଯିବା ବିଷୟରେ। ତା ମାନେ କଣ ପିଲେ? ନା ଯେତେବେଳେ ପାଣି ଆମର କମି ଯାଉଛି ସେତେବେଳେ ଆମେ ଅସୁବିଧା ଭୋଗ କରୁଛେ, ଆଉ ଯେତେବେଳେ ପାଣି ଅଧିକ ବି ହେଇଯାଉଛି ସେତେବେଳେ ବି ଆମେ ଅସୁବିଧା ଭୋଗ କରୁଛେ। ଅର୍ଥାତ୍ ଯେତେବେଳେ ପାଣି କମି ଯାଉଛି ତାହାକୁ ଆମେ ଦୁର୍ଭିକ୍ଷ ବୋଲି କହୁଛେ, ଆଉ ଯେତେବେଳେ ପାଣି ବଢି ଯାଉଛି ତାକୁ ଆମେ ବନ୍ୟା ବୋଲି କହୁଛେ। ଦୁର୍ଭିକ୍ଷ ଆଉ ବନ୍ୟା, ଏହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଗୋଟିଏ ମୁଦ୍ରା ବିଲେ ଗୋଟିଏ ଟଙ୍କା ଦେଖିଥିବ ତମେ ମାନେ, ତାର ଦୁଇଟି ପାର୍ଶ୍ୱ ରହିଛି। ବନ୍ୟା ପାଣି ବା ଜଳ ତାର ଦୁଇଟି ନାଁକୁ ବୁଝାଉଛି। ଗୋଟିଏ ପଟ ହେଉଛି ଦୁର୍ଭିକ୍ଷ, ଆଉ ଗୋଟିଏ ପଟ ହେଉଛି ବନ୍ୟା। ଏ ଦୁଇଟି ଯାକ କାହା ସହିତ ସାମଞ୍ଜସ୍ୟ? ନା ଜଳ ସହିତ ଜଡିତ। ଜଳ ଯଦି କମି ଯାଇଥାଏ ତାହେଲେ ଦୁର୍ଭିକ୍ଷ ହୋଇଯାଏ, ଜଳ ଯଦି ଅଧିକ ହୋଇଯାଇଥାଏ ତାହେଲେ ବନ୍ୟା ହୋଇଯାଇଥାଏ। ଯଦି ଆମେ ଏଇ ଦୁଇଟିକୁ ଠିକ ଭାବରେ ବୁଝିପାରିବା ଆଉ ସମ୍ଭାଳି ପାରିବା, ତେବେ କେତେ ପ୍ରକାରର ସମସ୍ୟାରୁ ଆମକୁ ମୁକ୍ତି ମିଳିପାରିବ। ଚାଲ କିଛି ସମୟ ପାଇଁ ଆମେ ପାଣିର ଏହି ଗୋଲକ ଧନ୍ଦାକୁ ବୁଝିଯିବା ଆଉ ନିଜର ସରାଘଡି କଥା ମନେ ପକାଇବା। ଆମକୁ କେହି ଯେବେ ପଇସା ଦିଅନ୍ତି, ଆମେ ଖୁସି ହୋଇ ଧାଇଁ ଯାଇ ତାକୁ ଚଟପଟ ନିଜର ସରାଘଡିରେ ପକାଇ ଦେଇଥାଉ। ସରାଘଡି ମାନେ ବିଲେ କଣ? କୁମ୍ପି, ଯୋଉଟା ମାଟିରେ ତିଆରି ହୋଇଥାଏ। 1 ଟଙ୍କା, 2 ଟଙ୍କା, 5 ଟଙ୍କା, କେବେ ମୁଦ୍ରା ତ କେବେ ଛୋଟ ଛୋଟ ବଡ ସବୁ ନୋଟ, ସେ ସବୁ ଧୀରେ ଧୀରେ ଏଥିରେ ଜମା ହୋଇଯାଇଥାଏ। ପୁନର୍ବାର ଯେତେବେଳେ ଆମର କିଛି ଟଙ୍କା ଦରକାର ହୋଇଥାଏ ବା ଦରକାର ପଡିଥାଏ, ସେତେବେଳେ ଏଇ ସରାଘଡିର ସଞ୍ଚୟକୁ ଆମେ ଉପଯୋଗ କରିଥାଉ। ଠିକ ସେଇପରି ଆମ ପୃଥିବୀଟି ମଧ୍ୟ ଗୋଟିଏ ସରାଘଡି ପରି ଅଟେ। ମାଟିରେ ତିଆରି ଏହି ବିରାଟ ସରାଘଡିରେ ପ୍ରକୃତି ବର୍ଷା ଋତୁରେ ପ୍ରଚୁର ପାଣି ବର୍ଷା କରିଥାଏ। ସେତେବେଳେ ଟଙ୍କା ଠାରୁ କେତେ ଗୁଣା ମୂଲ୍ୟବାନ ଏହି ବର୍ଷାକୁ ଆମେ ବଡ ସରାଘଡିରେ ସଞ୍ଚୟ କରିନେବା ଉଚିତ। ପିଲାମାନେ ଦେଖ, ଲେଖକ ଏଠି କେତେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଆମ ପୃଥିବୀକୁ ସେ ମାଟିରେ ତିଆରି ଗୋଟିଏ ସରାଘଡି ରୂପରେ ତୁଳନା କରିଛନ୍ତି। ଆଉ ଏଇ ସରାଘଡିରେ ପ୍ରଚୁର ମାତ୍ରାରେ ଟଙ୍କା ଆକାରରେ ବର୍ଷା ପାଣି ଆସିଥାଏ। ଯେମିତି ଆମେ ଟଙ୍କାକୁ କୁମ୍ପା ଭିତରେ ସାଇତିକି ରଖିଥାଉ, ଠିକ ସେହିପରି ଭାବରେ ଏଇ ବର୍ଷା ଜଳକୁ ଆମେ କଣ କରିବା ନା ସରାଘଡିରେ ସଞ୍ଚୟ କରିନେବା ଉଚିତ। ଆମର ଗାଁରେ, ସହରରେ ଯେଉଁ ଛୋଟ ବଡ ପୋଖରୀ, ହ୍ରଦ ଆଦି ରହିଛି, ତାହା ପୃଥିବୀର ସରାଘଡିରେ ପାଣି ଭରିବାର କାମ କରିଥାଏ। ଏଥିରେ ଜମା ହୋଇଥିବା ପାଣି ମାଟିର ତଳେ ଲୁଚି ରହିଥିବା ଜଳଭଣ୍ଡାରରେ ଧୀରେ ଧୀରେ ଝରି ଝରି ଛାଣି ହୋଇ ପହଞ୍ଚିଥାଏ। ଏହା ଦ୍ୱାରା ଆମ ଭୂଜଳ ଭଣ୍ଡାର ସମୃଦ୍ଧ ହୋଇଥାଏ। ପାଣିର ଏହି ରାଜକୋଷ ଆମକୁ ଦେଖାଯାଏ ନାହିଁ। ପିଲାମାନେ, ପାଣି ମାଟି ତଳେ କେତେ ଜାଗାରେ ଅଛି। ଏହା ଝରି ଝରି ଆସ୍ତେ ଆସ୍ତେ ଆମର ସଞ୍ଚୟ ହୋଇ ରହିଛି। ଏହା ଆମକୁ ଦେଖାଯାଉ ନାହିଁ। କିନ୍ତୁ ତମେ ଯେକୌଣସି ଜାଗାରେ ବି ଗୋଟିଏ ବୋରିଂ ଟିଏ ଖୋଳ, ସେ କିନ୍ତୁ ପାଣି ସେଠାରୁ ବାହାରି ଯାଉଛି। ତ ଏହି ପାଣି ଆସୁଛି କୋଉଠୁ? କାହିଁକି ନା ଆମର ଭୂତଳ ପୃଷ୍ଠରେ ଭୂଜଳ ଭଣ୍ଡାର ଅଧିକ ମାତ୍ରାରେ ସଞ୍ଚିତ ହୋଇ ରହିଛି। ମାତ୍ର ଏହି ରାଜକୋଷରୁ ଆମେ ବର୍ଷା ଋତୁ ଗଲା ପରେ ସାରା ବର୍ଷ ଯାଏ ନିଜର ବ୍ୟବହାର ପାଇଁ ଘରେ, ଜମିରେ, ପାଠଶାଳାରେ ପାଣିକୁ ବ୍ୟବହାର କରିଥାଉ। ବର୍ଷା ଦିନ ପରେ ତ ବର୍ଷା ଆଉ ଆମକୁ ପୃଥିବୀର ଯୋଉ ଜଳ ଭଣ୍ଡାର ରହିଛି ସେଥିରୁ ତ ଆଉ ମିଳିବନି, ତାର ସରାଘଡିରୁ ତ ଆଉ ମିଳିବନି। ଆମକୁ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡିବ। ଏଇ ଭୂତଳ ଜଳକୁ ଯେତେବେଳେ ଆମେ ସବୁ କାମରେ ବ୍ୟବହାର କରିଥାଉ, ଭିନ୍ନ ଭିନ୍ନ ଜାଗାରେ ବ୍ୟବହାର କରିଥାଉ, ମାତ୍ର ଗୋଟିଏ ପାଳି ଏମିତି ମଧ୍ୟ ଆସିଛି ଯେତେବେଳେ ଆମେମାନେ ଏଇ ଗୁପ୍ତ ରାଜକୋଷରୁ ମହତ୍ତ୍ୱ ଭୁଲି ଯାଉଛୁ ଏବଂ ଭୂମିର ଲୋଭରେ ଆମେ ନିଜର ପୋଖରୀମାନଙ୍କୁ ଅଳିଆରେ ପୋତି ଦେଇ ସମତୁଲ କରିଦେଇଛୁ।
ଚାହୁଁ ଚାହୁଁ ଏହା ଉପରେ ତ କେଉଁଠି ଘର ହେଇଗଲାଣି, କେଉଁଠି ବଜାର, ତ କେଉଁଠି ଷ୍ଟାଡିୟମ ଆଉ ସିନେମା ଘର ଠିଆ ହୋଇଯାଇଛି। ପିଲାମାନେ ତମେମାନେ ଆଗରୁ ଦେଖିଥିବ ଗାଁ ଗହଳି ମାନଙ୍କରେ ହେଉ ବା ଯେକୌଣସି ସ୍ଥାନରେ ହେଉ ବଡ ବଡ ପୋଖରୀ ମାନ ଥିଲା। ପୋଖରୀରେ ବହୁତ ପରିମାଣର ଜଳ ସଞ୍ଚିତ ହୋଇ ରହିଥାଏ, ଯାହାକି ବର୍ଷ ସାରା ଲୋକମାନଙ୍କର ବିଭିନ୍ନ କାମରେ ସାହାଯ୍ୟ ସହଯୋଗ କରିଥାଏ। କିନ୍ତୁ ଏବେ ତ ଲୋକମାନଙ୍କର ଜନବସତି ର ଏତେ ଅଭାବ, ଘୋର ଅଭାବ ଦେଖାଯାଇଛି ଯେ ସେମାନେ ବଡ ବଡ ପୋଖରୀ, କୂଅ ପ୍ରତ୍ୟେକଙ୍କ ବାରିରେ ଆଗରୁ ଦେଖିବ ଗୋଟେ ଗୋଟେ କୂଅ ଥିଲା। ଏବେ କାହା ବାଡିରେ ମଧ୍ୟ କୂଅ ନାହିଁ। ସବୁ କୂଅକୁ ପୋତି ଦଉଛନ୍ତି, ପୋଖରୀ ପୋତି ଦଉଛନ୍ତି। ଆଉ ତା ଉପରେ କୋଉଠି ଘର ତ କୋଉଠି କଳକାରଖାନା ଏସବୁ ଗୁଡିକ ତିଆରି ହେବାକୁ ମିଳୁଛି। ଏମିତି ଏକ ବଡ ଭୁଲ ପାଇଁ ଆମ ସମସ୍ତଙ୍କୁ ଦଣ୍ଡ ମିଳୁଛି। ଯାହା ଫଳରେ କଣ ହେଉଛି, ଆମର ଯୋଉ ସରାଘଡିରେ ସଞ୍ଚିତ ହୋଇଥିବା ଟଙ୍କା ଯେମିତି ଆମକୁ ଅସମୟରେ ସାହାଯ୍ୟ କରିଥାଏ, ଠିକ ସେଇଭଳି ଭାବରେ ଯେତେବେଳେ ଭୂପୃଷ୍ଠ ତଳରେ ଥିବା ଜଳର ମାତ୍ରା କମି କମି ଯାଉଛି, ସେ ଯୋଉ ସରାଘଡିର ଜଳ ମଧ୍ୟ ଆମର, ଆମେ ସରାଘଡିକୁ ବି ପୋତି ଦେଇଛେ। ତ ସେ ସରାଘଡି ଆମ ପାଖରେ ଆଉ ନାହିଁ। ଆମ ପାଖରେ ସରାଘଡି ଥିଲେ ସିନା ଆମେ ତାର ସୁବିନିଯୋଗ କରିପାରନ୍ତେ କି ନାହିଁ ପିଲେ? ଆମ ପାଖରେ କଣ ସରାଘଡି ଅଛି କି? ଆମେ ତ ସେ ସରାଘଡିକୁ କଣ କରିଛେ ନା ପୋତି ଦେଇଛେ। ପୋତିକି ତାକୁ ବିଭିନ୍ନ କାମରେ ସେଠି ଘର କରିଦେଇଛେ, ସେଠି ସିନେମା ଘର ତିଆରି କରିଦେଇଛେ, ଷ୍ଟାଡିୟମ ବନେଇ ଦେଇଛେ, ବଜାର ଘାଟ ବନେଇଛେ, ମଲ ବନେଇ ଦେଇଛେ। ତ ଏହାର ଦଣ୍ଡ ଆମକୁ ମିଳିବନି ତ ଆଉ କାହାକୁ ମିଳିବ? ଗ୍ରୀଷ୍ମ ଋତୁରେ ଆମର ନଳକୂଅ ଶୁଖି ଯାଉଛି, କାହିଁକି ନା ଜଳସ୍ତର କମି କମି ଯାଉଛି ଆସ୍ତେ ଆସ୍ତେ। ବର୍ଷା ଋତୁରେ ଆମର ଘର ଦ୍ୱାର ବୁଡି ଯାଉଛି। ବର୍ଷା ଋତୁରେ ଅଧିକ ଜଳ ହବା ଦ୍ଵାରା କଣ ହଉଛି ନା ଆମର ଘର ଦ୍ୱାର ବନ୍ୟା ପାଣିରେ ଭାସି ଯାଉଛି। ଏଥିପାଇଁ ଯଦି ଆମକୁ ଦୁର୍ଭିକ୍ଷ ଆଉ ବନ୍ୟାରୁ ରକ୍ଷା ପାଇବାର ଅଛି, ତେବେ ନିଜର ଆଖପାଖର ଜଳସ୍ରୋତ, ପୋଖରୀ ଓ ନଦୀ ମାନଙ୍କର ରକ୍ଷଣାବେକ୍ଷଣ ଭଲ ଭାବରେ କରିବାକୁ ହେବ। ଜଳଚକ୍ର କଥା ଆମେ ଠିକ ଭାବରେ ବୁଝିପାରିଲେ, ଯେତେବେଳେ ବର୍ଷା ହେଉଛି ସେତେବେଳେ ତାକୁ ସଂରକ୍ଷଣ କରିବା ଉଚିତ, ନିଜର ଭୂତଳ ଜଳ ଭଣ୍ଡାର ସୁରକ୍ଷିତ କରିବା ଉଚିତ, ନିଜର ସରାଗୁଡ଼ିକୁ ଭରି ରଖିବା ଉଚିତ। ତାହେଲେ ଆମକୁ ଦରକାର ବେଳେ ପାଣିର କିଛି ଅଭାବ ପଡିବ ନାହିଁ। ଯଦି ଆମେ ଜଳଚକ୍ରର ଠିକ ଉପଯୋଗ କରିନାହୁଁ, ତେବେ ଆମେ ପାଣିର ଚକ୍କରରେ ଫସିଯିବା। ଯଦି ଆମେ ଆମର ଯେମିତି ଟଙ୍କା କିଛି ଆମେ ସରାଘଡିରେ ସାଇତି ରଖି ଆବଶ୍ୟକ ସମୟରେ ଆମେ ତାକୁ ବ୍ୟବହାର କରିଥାଉ, ଠିକ ସେଇଭଳି ଭାବରେ ଜଳଚକ୍ର କଥାକୁ ବୁଝି ଆମର ସରାଘଡି, ଆମର ପୃଥିବୀର ଭୂଜଳ ଭଣ୍ଡାରକୁ ସୁରକ୍ଷିତ କରିବା, ତାକୁ ସଂରକ୍ଷଣ କରିକି ରଖିବା, ତାକୁ ଦରକାର ବେଳେ ଆମେ କାମରେ ଲଗାଇବା। ଯଦି ଆମେ ଏହା ନ କରିବା ତାହେଲେ ଆମେ ନିଶ୍ଚିନ୍ତ ଜଳର ଅଭାବରେ ମରିଯିବା। ତେଣୁ ତମେ ମାନେ ପିଲାମାନେ ଏଇଥିରୁ କଣ ଶିକ୍ଷା ପାଇଲ? ଯେ ଆମକୁ ଅନୁପମ ମିଶ୍ର ସୁନ୍ଦର ଭାବରେ ବୁଝାଇ ଦେଇଛନ୍ତି ଯେ ଆମ ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ୱ ଭଳି ଦୁର୍ଭିକ୍ଷ ଆଉ ବନ୍ୟା ଆମକୁ ଭୋଗ କରିବାକୁ ପଡିଥାଏ। ଯେତେବେଳେ ଜଳ ଅଧିକ ହୋଇଥାଏ ସେତେବେଳେ ତାହା ବନ୍ୟା ଆକାରରେ ଆମକୁ ନଷ୍ଟ ପହଞ୍ଚାଇଥାଏ। ଯେତେବେଳେ ଜଳ କମି ଯାଇଥାଏ ସେତେବେଳେ ଦୁର୍ଭିକ୍ଷ ହୋଇଥାଏ। ତ ଏହି ଜଳ କମିବା ଓ ବଢିବା ଏ ଦୁଇଟିକୁ ନିର୍ଭର କରେ ଆମ ମାନଙ୍କ ଉପରେ। ଆମେ ଯେତେବେଳେ ବର୍ଷା ହେଉଛି, ବର୍ଷା ଜଳକୁ ସଂରକ୍ଷଣ କରି ରଖିବା, ଯେମିତି ଯାହା ବନ୍ୟାରେ ପରିଣତ ନହବ ସେଥିପ୍ରତି ଧ୍ୟାନ ଦବା। ବନ୍ଧ ବାଡ ତିଆରି କରି ବର୍ଷା ପାଣିକୁ ଅଟକାଇ ରଖିବା, ବନ୍ଧ ତିଆରି କରି, ଯାହା ଫଳରେ କି ଆମେ ବନ୍ୟାର ସମ୍ମୁଖୀନ ହବାନି। ଯଦି ଆମେ ସେମିତି ନ କରିବା ତାହେଲେ ଆମେ ବନ୍ୟା ଭୋଗିବା। ଆଉ ଦୁର୍ଭିକ୍ଷ ପାଇଁ ଆମେ କଣ କରିପାରିବା ପିଲାମାନେ? ନା ଯେତେବେଳେ ବର୍ଷା ପାଣି କମି ଯାଉଛି, ବର୍ଷା ଦିନ ସରି ଯାଉଛି, ଗ୍ରୀଷ୍ମ ଋତୁ ଆସୁଛି, ଆମର ଜଳ ଭଣ୍ଡାରରେ ଥିବା ଜଳ ଶୁଖି ଶୁଖି ଯାଉଛି। ଆମର ନଳକୂପର ଜଳ ଆମେ ଯେତେବେଳେ ସବୁ ସମୟରେ ସବୁ କାମ ପାଇଁ ଆମେ ଜଳ ଭଣ୍ଡାର ଉପରେ ନିର୍ଭର କରୁଛେ, ଆମ ନଳକୂପ ଉପରେ ନିର୍ଭର କରୁଛେ, ସେତେବେଳେ ନଳକୂପ ଜଳସ୍ତର ମଧ୍ୟ ଆସ୍ତେ ଆସ୍ତେ କମି କମି ଯାଉଛି। ତ ସେ ଜଳସ୍ତରରୁ କମି ଯିବା ବେଳେ ଆମେ ଯଦି ସଂରକ୍ଷିତ କିଛି ଜଳ ରଖିଥିବା ଆମର ସରାଘଡିରେ, ମାନେ ଯୋଉ କୂପରେ, ଆମର ନଦୀ ପୋଖରୀ ବିଭିନ୍ନ ଅଞ୍ଚଳରେ କରିକି ତାକୁ ଆମେ ସାଇତିକି ରଖିଥିବା, ତାହେଲେ ଆମକୁ ସେଇଟା କାମ ଦେବ। ତେଣୁ ଆମେ ଏହାର ମହତ୍ଵକୁ ଠିକ ଭାବରେ ବୁଝି ପାଣିକୁ ଠିକ ଉପଯୋଗ କରିବା ଉଚିତ। ତମେ ମାନେ ମଧ୍ୟ ଜଳର ଉପଯୋଗ କର, ଜଳକୁ ସଂରକ୍ଷିତ କର, ଯାହା ଫଳରେ କି ଭବିଷ୍ୟତରେ ତୁମ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। କୁହାଯାଇଛି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ଆଉ ଏ ଦୁଇଟି ଯାକ ଜଡିତ ହୋଇଛି କାହା ସହିତ? ନା ଦୁର୍ଭିକ୍ଷ ଆଉ ବନ୍ୟା ସହିତ। ତେଣୁ ଜଳକୁ ଆମେ କଣ କରିବା ଉଚିତ? ନା ଭଲ ଭାବରେ ସଂରକ୍ଷିତ କରି ରଖିବା ଉଚିତ। ଏହାର ଉପଯୋଗକୁ ଆମେ ବୁଝିବା ଉଚିତ।